ଭାରସାମ୍ୟ ହରାଇ ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ପରିବାରର 3 ଜଣ ମୃତ୍ୟୁବରଣ କରିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ରଜିଆ ନିକଟରେ 20 ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବାରୁ ଗାଡ଼ିରେ ସବାର ହୋଇଥିବା 4 ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିଲେ। ଗତ ରାତି ପ୍ରାୟ 10ଟା ବେଳେ ଶ୍ରୀଜୁକଳା ଗ୍ରାମର ତ୍ରିଲୋଚନ ଆପୋଟଙ୍କ ପେଟ ବ୍ୟଥା ହେବାରୁ ତାଙ୍କୁ ଏକ ଥାର୍ ଗାଡ଼ିରେ ତାଙ୍କ ପୁଅ ରଞ୍ଜିତ ଆପୋଟ, ସ୍ତ୍ରୀ କୈଫୁଲ ଆପୋଟ ଓ କକା ଭାସ୍କର ଆପୋଟ ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ। ରଜିଆ ନିକଟରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଆମ୍ବ ଗଛରେ ପିଟି ହୋଇଥିଲା। ତେବେ ଦୁର୍ଘଟଣାରେ ଘଟଣାସ୍ଥଳରେ କକା ଭାସ୍କର ମୃତ୍ୟୁବରଣ କରିଥିବା ବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗ ସହାୟତାରେ 3 ଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ। ଏଠାରେ ଆହତ 3 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରିଲୋଚନ ଓ ମା କୈଫୁଲଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ରଞ୍ଜିତଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଚମ୍ପୁଆ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭାଇଙ୍କର ଆକ୍ସିଡେଣ୍ଟ ହୋଇଛି। ବାପା ମାଙ୍କର ଜୀବନ ଚାଲି ଯାଇଛି। ବାହାଘରିଆ ଯାଇଥିଲେ ତ ବାହାଘରରୁ ଭୋଜି ଖାଇ ଫେରି ଆସୁଥିଲେ। ଫେରି ଆସିଲା ପରେ ବାପାଙ୍କର ଦେହ ଛାତିଟା ପେନ୍ ହେଲା ତ ଭାଇ ନେଇକିରି ମେଡ଼ିକାଲ ଚମ୍ପୁଆ ଯାଉଥିଲେ। ବର୍ଷା ହେଲା ତ ଓଭରଟେକ୍ କରିକି ନେଇ ସ୍ପିଡ଼ରେ ନେଇକି ଯିବି ବୋଲି ଭାବୁଥିଲେ। ସାଇଟ୍ ପଟ ଗଛଟା ଥିଲା, ସେ ଦେଖିପାରିଲା ନା ଗଛରେ ନେଇକିରି ବାଡ଼େଇ ଦେଇଛି। ତେଣୁକରି ଆକ୍ସିଡେଣ୍ଟ ହେଇଯାଇଛି। ଭାଇଙ୍କର ଅବସ୍ଥା ବହୁତ ଖରାପ ଅଛି। ମେଡ଼ିକାଲରେ ଟ୍ରିଟମେଣ୍ଟ ଚାଲିଛି। କାଲି ଘଟଣା କହିନେ ଆଜ୍ଞା ଆମର ଶ୍ୱଶୁର ବୁଢ଼ା ଦେହ ଖରାପ ଥିଲା ଆଜ୍ଞା। ତାପରେ ମେଡ଼ିକାଲ ନେଇଥିଲେ। ମେଡ଼ିକାଲ ନେଲା ଭିତରେ ସେ ଏପଟ ସାଇଡ୍ ହେଇଥିଲା, ଟ୍ରକ୍ କୁଟିକି ମଲା। କେଉଁଝରରୁ ମନୋଜ ଗିସିଙ୍କ ରିପୋର୍ଟ। ଖବର।